ଜୟ ଜଗନ୍ନାଥ ବନ୍ଧୁଗଣ ସମସ୍ତଙ୍କୁ ନମସ୍କାର। ଆଜିର ଏହି ପବିତ୍ର ଭିଡିଓରେ ଆମେ ଆଲୋଚନା କରିବା ସିନ୍ଦୁର ଲଗାଇବା ସମୟରେ ସ୍ତ୍ରୀ ଯଦି ଛୋଟ ଭୁଲ କରିଦେଉଛନ୍ତି ତାର ଫଳ ତାଙ୍କ ସ୍ୱାମୀଙ୍କ ଉପରେ କଣ ପ୍ରଭାବ ପକାଏ। ଏହା କୌଣସି ଭୟ ନୁହେଁ, ଏହା ହେଉଛି ଗୃହସ୍ଥ ଧର୍ମର ପବିତ୍ର ନିୟମ, ଯାହା ପୁରାଣ ମାନଙ୍କରେ ଆଗମ ନିଗମ ଶାସ୍ତ୍ର ଓ ଗୃହ ଧର୍ମ ସୂତ୍ରରେ ଉଲ୍ଲେଖିତ। ଯଦି ଆପଣ ବିବାହିତ ଅଛନ୍ତି, ଏହି ଭିଡିଓ ଛାଡ଼ିବେ ନାହିଁ। ସିନ୍ଦୁର ପବିତ୍ରତା। ସିନ୍ଦୁର କେବଳ ଲାଲ ପାଉଡର ନୁହେଁ, ହିନ୍ଦୁ ଶାସ୍ତ୍ର କହେ ଯେଉଁଠାରେ ସିନ୍ଦୁର ରହେ ସେଠି ଶ୍ରୀ ମା ଶୁଭ ଓ ସୁମଙ୍ଗଳର ଆଶୀର୍ବାଦ ରହେ। ସ୍ତ୍ରୀ ଯେତେବେଳେ ମାଙ୍କ ଆଗରେ ଦୀପ ଜଳାଇ ସିନ୍ଦୁର ଲଗାନ୍ତି ସେତେବେଳେ ସେ କହୁଛନ୍ତି ଦୀର୍ଘ ଆୟୁ, ସ୍ୱାମୀଙ୍କ କ୍ଷମ, ଗୃହର ଶୁଭ, ଅକାଳ ଦୁର୍ଘଟଣାର ପ୍ରତିରୋଧ। ତେଣୁ ସିନ୍ଦୁର ଲଗାଇବା ସାଧାରଣ ଦୈନିକ କାମ ନୁହେଁ, ଏହା ଆତ୍ମାର ଏକ ପବିତ୍ର ସମ୍ପର୍କ। ସିନ୍ଦୁର ଲଗାଇବାର 5 ଗୁରୁତ୍ୱପୂର୍ଣ୍ଣ ନିୟମ। 1. ସିନ୍ଦୁର ସଦା ଦକ୍ଷିଣ ହସ୍ତ ଦ୍ୱାରା ବାମ ହାତକୁ ଶାସ୍ତ୍ରେ ଶିଥଳ ବୁଲା ଯାଇଛି। ଦକ୍ଷିଣ ହାତ ହେଉଛି ଯାଜ୍ଞ, ପବିତ୍ରତା ଓ ଶୁଭ କାର୍ଯ୍ୟର ହାତ। ନମ୍ବର 2. କପାଳର ମଧ୍ୟଭାଗ, ମୂଳାଧାର ସ୍ଥାନ। ସିନ୍ଦୁରର ସ୍ତ୍ରୀଙ୍କ ଆଗ୍ନେୟ ଚକ୍ର ଓ ମୂଳମଙ୍ଗଳ ସୂତ୍ରକୁ ସକ୍ରିୟ କରେ, ତେଣୁ ଠିକ୍ ମଧ୍ୟରେ ଲଗେଇବା ଅତ୍ୟନ୍ତ ଜରୁରୀ। ନମ୍ବର 3. ବ୍ୟବହୃତ ହାତ ଥିବା ଉଚିତ ପବିତ୍ର। ଶାସ୍ତ୍ର କହେ ଅପବିତ୍ର କର୍ମ ପରେ ସିନ୍ଦୁର ସ୍ପର୍ଶ ନାହିଁ। ହାତ ସଫା ନଥିଲେ ସିନ୍ଦୁରର ପବିତ୍ରତା ଭଙ୍ଗ ହୁଏ। ନମ୍ବର 4. ହସ୍ତ ତଳେ ସିନ୍ଦୁର ଘଷା ନାହିଁ। ଅନେକ ମା ମାନେ ହାତରେ ଶେଷ ସିନ୍ଦୁର ଝାଡ଼ି ଦିଅନ୍ତି, ଏହାକୁ ଅଶୁଭ ମାନାଯାଏ। ସିନ୍ଦୁରକୁ ଘଷିବା ନାହିଁ। କପାଳ କିମ୍ବା ମାଙ୍କ ପାଖରେ ରଖା ଅକ୍ଷତ ପାତ୍ରରେ ଫୁଙ୍କା ଦିଅନ୍ତୁ। ନମ୍ବର 5. ସିନ୍ଦୁର ଲଗାଇବା ସମୟରେ ମନ ହେଉ ପବିତ୍ର। ରାଗ, ତର୍କ, ଚିନ୍ତା, ଗଞ୍ଜନ ଏବେଳେ ସିନ୍ଦୁର ନୁହେଁ। ଶାନ୍ତ ମନେ ଓମ୍ ସୁମଙ୍ଗଳାୟ ନମଃ ଉଚ୍ଚାରଣ କରିଲେ ଅଧିକ ଶୁଭ। ଯେ ଭୁଲ ନିଶ୍ଚିତ ଭାବରେ ବଞ୍ଚନ୍ତୁ। 1. ବଙ୍କା ସିନ୍ଦୁର। ଯଦି ସିନ୍ଦୁର ସିଧା ନ ହୋଇ ବଙ୍କା ପଡେ, ପୁରାଣ କହେ ସ୍ୱାମୀଙ୍କ ଉପରେ ବାଧା ଆସେ, ଏହାକୁ ଅକାଳ ଅପମଙ୍ଗଳର ସଂକେତ ମାନାଯାଏ। 2. ଫାଟିଥିବା ସିନ୍ଦୁର ରେଖା। ସିନ୍ଦୁରର ରେଖା ଯଦି ମଝିରେ ଫାଟିଯାଏ, ଶାସ୍ତ୍ର କୁହେ ଏଥିରେ ଘରର ଶାନ୍ତି କମେ, ଦାମ୍ପତ୍ୟ ମଧ୍ୟରେ କଳହ ଆସେ। ଭୁଲ ନମ୍ବର 3. ରାତି 12ଟା ପରେ ସିନ୍ଦୁର। ଶାସ୍ତ୍ର ଏହାକୁ ମୃତ୍ୟୁବେଳା କୁହାଯାଇଛି। ଏବେଳେ ସିନ୍ଦୁର ଲଗେଇବା ଶୁଭ ନୁହେଁ। ଭୁଲ ନମ୍ବର 4. ସ୍ୱାମୀଙ୍କ ସାମ୍ନାରେ ବାରମ୍ବାର ସିନ୍ଦୁର ସୁଧାରିବା। ଧର୍ମସୂତ୍ର କହେ ସ୍ତ୍ରୀ ଯଦି ନିରନ୍ତର ସାମ୍ନାରେ ସିନ୍ଦୁର ସୁଧାରନ୍ତି ତାହା ଅଶୁଭ ଲକ୍ଷଣ ମାନାଯାଏ।
ଭୁଲ ନମ୍ବର 5 ସିନ୍ଦୁର ପକାଇ ପିନ୍ଧିବା। ପକାଇ ନିଆ ସିନ୍ଦୁର ଗ୍ରହ ସନ୍ତୁଳନକୁ କମାଇ ଦିଏ। ସିନ୍ଦୁର ଠିକ ଭାବରେ ଲଗେଇଲେ କଣ ଲାଭ? ଯେବେ ଯଥାର୍ଥ ଭାବରେ ସିନ୍ଦୁର ଲଗେଇ ଯାଏ ଘରରେ ଆସେ ସ୍ୱାମୀଙ୍କ ସୁଦୀର୍ଘ ଆୟୁ, ସବୁ ବାଧାର ନିବାରଣ, ଅପମୃତ୍ୟୁ ଦୋଷର ନାଶ, ଗୃହରେ ଶାନ୍ତି, ଧନ, ସ୍ୱାସ୍ଥ୍ୟ, ମା ଦୁର୍ଗା ଓ ମା ଲକ୍ଷ୍ମୀଙ୍କ କୃପା, ଦାମ୍ପତ୍ୟ ସମ୍ପର୍କରେ ମଧୁରତା। ସିନ୍ଦୁର ହେଉଛି ସ୍ତ୍ରୀଙ୍କ ସୌଭାଗ୍ୟ ଓ ପତିଙ୍କ ପ୍ରାଣସୂତ୍ର। ତେଣୁ ମା ମାନେ ସିନ୍ଦୁର ଲଗାଇବା କେବଳ ସଜସଜ୍ଜା ନୁହେଁ, ଏହା ଆପଣଙ୍କ ସ୍ୱାମୀଙ୍କ ଉପରେ ଜୀବନର ଆଶୀର୍ବାଦ। ଛୋଟ ଭୁଲ କେବଳ ଲାଲ ରେଖାର ଭୁଲ ନୁହେଁ, ଏହା ଜୀବନର ସୁମଙ୍ଗଳ ସୂତ୍ରକୁ ପ୍ରଭାବ କରେ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ और वीडियोटी को लाइक करंतु, शेयर करंतु, कमेंट करंतु। जय जगन्नाथ, जय मां लक्ष्मी, जय मां दुर्गा, जय मां सुमंगला। धन्यवाद।